ସାଇକୋଲୋଜି କହିଥାଏ ଯେଉଁ ମହିଳା ପୁରୁଷର ଗୁପ୍ତାଙ୍ଗକୁ ନିଜ ହାତରେ ନେଇ ହଲାଇଥାନ୍ତି ଓ ପାଣି କାଢ଼ି ଦେଇଥାନ୍ତି ତେବେ ଏହାଦ୍ୱାରା ପୁରୁଷର ଆନନ୍ଦ ଦ୍ୱିଗୁଣା ହୋଇଯାଇଥାଏ। ସାଇକୋଲୋଜି କହିଥାଏ ଯଦି ଆପଣଙ୍କ ବାଣ୍ଡଟି ଛୋଟ ପତଳା ଓ ଢିଲା ହୋଇଯାଇଛି ତେବେ ଏହି ଉପାୟ ନିଶ୍ଚୟ କରନ୍ତୁ। 50 ଗ୍ରାମ ଦେଶୀ ଘିଅ ନିଅନ୍ତୁ ଓ 5 ଗ୍ରାମ ହେଙ୍ଗୁ ନେଇ ଅଳ୍ପ ଘିଅରେ ଭାଜି ନିଅନ୍ତୁ ଓ ଏହାକୁ ଗୁଣ୍ଡ କରିନିଅନ୍ତୁ ଓ ଏହି ଗୁଣ୍ଡକୁ ସେହି ଘିଅରେ ଭଲ ଭାବରେ ମିଶାଇ ଦିଅନ୍ତୁ ଓ ଏହାକୁ ଖରାରେ କିଛି ସମୟ ରଖିଦିଅନ୍ତୁ ଓ ପରେ ଏହାକୁ ସୁରକ୍ଷିତ ଜାଗାରେ ରଖିଦିଅନ୍ତୁ ଓ ଏହାର 3 ଦିନ ପରେ ଏଥିରୁ ଅଧା ଚାମଚ ନେଇ ସେଥିରେ 5 ବୁନ୍ଦା ମହୁ ମିଶାଇ ନିଜ ବାଣ୍ଡଟିର ଅଗ୍ରଭାଗକୁ ଛାଡ଼ିଦେଇ 5 ମିନିଟ୍ ପର୍ଯ୍ୟନ୍ତ ଧୀରେ ଧୀରେ ମାଲିସ କରନ୍ତୁ। ଏମିତି 1 ମାସ ପର୍ଯ୍ୟନ୍ତ କରନ୍ତୁ ଆଉ ଦେଖନ୍ତୁ ଏହାର କମାଲ। ସାଇକୋଲୋଜି କହିଥାଏ ଶାରୀରିକ ସମ୍ପର୍କ ବନାଇବା ସମୟରେ ସ୍ତ୍ରୀ ଓ ପୁରୁଷ ଦୁଇ ଜଣଙ୍କ ହୃଦୟର ସ୍ପନ୍ଦନ ସାମାନ୍ୟ ଠାରୁ ଅଧିକ ବଢ଼ି ଯାଇଥାଏ। ସାଇକୋଲୋଜି କହିଥାଏ ଶାରୀରିକ ସମ୍ପର୍କ ବନାଇବା ସମୟରେ ସ୍ତ୍ରୀର ଗୁପ୍ତାଙ୍ଗଟି ଟାଇଟ୍ ହୋଇଥିବା କାରଣ ପାଇଁ ପୁରୁଷ ବାଣ୍ଡଟିର ଅଗ୍ରଭାଗ ଘର୍ଷଣ ଯୋଗୁଁ ଅତ୍ୟଧିକ ଲାଲ ହୋଇଯାଇଥାଏ ଆଉ ବଥା ମଧ୍ୟ ହୋଇଥାଏ। सभी दोस्तों को मेरा नमस्कार। मुझे उम्मीद है कि आपको मेरा वीडियो बहुत पसंद आएगा। अगर पसंद आए तो कृपया गिफ्ट या थैंक्स के माध्यम से कुछ भेजें। मेरा आपसे एक अनुरोध है, 93% लोग वीडियो देख रहे हैं लेकिन सब्सक्राइब नहीं कर रहे हैं। कृपया सब्सक्राइब करें और वीडियो को लाइक करें। मैं आपका हमेशा आभारी रहूंगा। मनोविज्ञान अनुଯାୟୀ ଯଦି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ନିବିଡ଼ ଭଲ ପାଇବା ଥିବ ଓ ଦୁହିଁଙ୍କ ଶରୀର ସୁସ୍ଥ ଥିବ ତେବେ ସେ ଦୁହେଁ ଯେକୌଣସି ବୟସରେ ବି ଶାରୀରିକ ସମ୍ପର୍କ ବନାଇବାର ଆନନ୍ଦ ଉଠାଇ ପାରିବେ। ମନୋବିଜ୍ଞାନ ଅନୁଯାୟୀ ଖରାପ ସମୟ ସମସ୍ତଙ୍କର ଆସିଥାଏ କିନ୍ତୁ ଚେଷ୍ଟା କରନ୍ତୁ ଆପଣଙ୍କ କାରଣ ପାଇଁ କାହାର ଖରାପ ସମୟ ନ ଆସୁ। ମନୋବିଜ୍ଞାନ ଅନୁଯାୟୀ ସମୟର ଆଘାତ ଯେତେବେଳେ ହୃଦୟ ଉପରେ ଲାଗିଥାଏ ତେବେ ସେତେବେଳେ ଅନେକ ଆଶା ଓ ସ୍ୱପ୍ନ ବଦଳି ଯାଇଥାଏ। ମନୋବିଜ୍ଞାନ ଅନୁଯାୟୀ ଲୋକମାନେ ଆବଶ୍ୟକତା ହିସାବରେ ଆମକୁ ବ୍ୟବହାର କରିଥାନ୍ତି ଓ ଆମେ ଭାବିଥାଉ କି ଲୋକମାନେ ଆମକୁ ପସନ୍ଦ କରୁଛନ୍ତି।